ଭଲ ପିଚୁ ରାସ୍ତା ସଫା ଜାଗାରେ ରହୁଛନ୍ତି। ତାଙ୍କର କଥା କେହି ଭାବୁନାହାନ୍ତି। ସେ ବି ଇନଡାଇରେକ୍ଟଲି ଇଶାରା ଦଉଛି ମୋର ବି ବଢିଆ ଜାଗା ଦରକାର, ମତେ ଏଇ ଟାଇପର ଜାଗାରେ ରଖ। ତ ସିଏ ଆମେ ତାକୁ କେହି ଧ୍ୟାନ ଦଉନୁ। ସେଇଭଳିଆ ବିଭିନ୍ନ ଜୀବଜନ୍ତୁ ସେମାନେ ଭାବୁଛନ୍ତି ଏଇ ମଣିଷ ସମାଜ ଦିନକୁ ଦିନ ଏ ପଞ୍ଚମ ପିଢି ଏବଂ ଷଷ୍ଠ ପିଢିରେ ଯାହା ଡେଭଲପମେଣ୍ଟ ଦରକାର ଅଛି, ଯାହା ଆମକୁ ଆକୋମେଡେସନ ଦରକାର, ଯାହା ଯାକ ବୋଧେ ଏମାନେ ହିଁ ଡିଷ୍ଟର୍ବ କରୁଛନ୍ତି। ମୋର ଘରକୁ ଯିଏ ଡିଷ୍ଟର୍ବ କରୁଛି ସେ ତାକୁ ଡିଷ୍ଟର୍ବ କରିବେ, ଯୋଉଟା କି ଇକୋଲୋଜିକାଲି ବାଲାନ୍ସ ବୋଲି କହୁଛେ। ତ ବିଭିନ୍ନ ସାଇଣ୍ଟିଷ୍ଟ ମାନେ କହୁଛନ୍ତି ଆଜିର ପିଢି ଜୀବଜନ୍ତୁ ତାଙ୍କର ବି ରହିବାର ଭଲ ଜାଗା ଦରକାର, ଖାଇବା ପିଇବା ଭଲ ଦରକାର। ଆମ ମାନଙ୍କର ଭିତରେ ବିଭିନ୍ନ ପ୍ରକାର, କିଏ ପଖାଳ ଖାଉଛି, କିଏ ଭଲ ଖାଦ୍ୟ ଖାଉଛି, କିଏ ମିଠା। ଜନ୍ତୁ ମାନଙ୍କର ବି ସେଇଭଳିଆ ଅଛି, କିଏ ମିଠା ଖାଦ୍ୟ ଖାଇବ। ତାଙ୍କ ଭାଗ୍ୟକୁ ଏବେ 2 କୋଟିର ପ୍ରୋଜେକ୍ଟ ଆସିଛି, ଯୋଉଟା କି 1300 ମିଟର। ସେଥିରେ ବି ତାଙ୍କର ମଲ୍ଟି ରିକ୍ୱାରମେଣ୍ଟ ଯୋଉ ଥିଲା ସେଥିରେ ସତ୍ୟ ମତ୍ସ୍ୟ କୃତବର ଯତଂ କାଜନ ସୁଖ ଧାନ୍ୟ ମୁକ୍ତ ମାଣିକ ରଜା ସୁଖ ବିଜନ ତୁଳା ମୁକ୍ତ ମାଣିକ ରଜା ସୁଖ ବିଜନ ତୁଳା ପୂର୍ବ ठीक है।